ମାଇଲା ମୃଗଟା ଆସିକି ଗୋଟେ ମୃଗ ଖେଳିଲା। ଏ ମୃଗଟାକୁ ଦେଖିକି ତମ ଝିଅ ସୀତା ମତେ ମାଗିଲେ ଏ ମେହେର ଗଲେ ଆସିବେ ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ବହି ଦେଇ ଆସ କଣ କହିଲେ କହିଲେ ସ୍ୱାମୀ ଏ ମୃଗଟା ମୋ ଦରକାର ବିନା ବିନା ଭାଷି ଶ୍ରୀରାମ ରେ ଭାଷି ମୋର ଜ୍ଞାନେନ୍ଦ୍ର ପୁଙ୍ଗ ରାମ ଠାକୁରଙ୍କୁ ସୀତା ମାଗିଛୁ ନା ମୋ ଝିଅ ଅପୂର୍ବ ପଦାର୍ଥ ଲାଗିଲା ନା ହଁ ଅପୂର୍ବ ପଦାର୍ଥ ସେ ନୁହଁ ସୁବର୍ଣ୍ଣର ଗୋଟେ ହରିଣ ଚରିବା ବୁଲିବା ଏ ଆଜ୍ଞା ଅପୂର୍ବ ନୁହଁ ସୁବର୍ଣ୍ଣ ଗୋଟେ ଧାତୁରେ ତିଆରି ମୃଗଟା ବାପା ଚରିବ ଚରିବନି ଇଏ ବଢେଇକି କହିଲା କାଠରେ ଗୋଟେ ମୃଗ କରିବ ସେ ଚରିବ ଚରିବନି ଯଦି ଚରିଲା ଆଶ୍ଚର୍ଯ୍ୟ ନୁହଁ ଅପୂର୍ବ ନୁହଁ ତେଣୁ ତମ ଝିଅ ସୁନା ହରିଣ ଗୋଟେ ମାଗିଲା ସୁନା ହରିଣ ଗୋଟେ ମାଗିଲା ତେଣୁ ଅପୂର୍ବ ପଦାର୍ଥ ମୋତେ ମାଗିଲା ପ୍ରଥମ କଥା ଦ୍ୱିତୀୟ କଥା ନା ମୋ ମା କହିଥିଲେ ଦି ଭାଇଙ୍କ ଭିତରେ ସମାନ ଆଦର କରିବି କାହାକୁ ପାତର ଅନ୍ତର ଲକ୍ଷ୍ମଣ ଭାଇ সেবা সত্যজির সঙ্গে বনকু গলা ଘର ଛାଡ଼ିକି ରାଜ୍ୟ ଛାଡ଼ିକି ମୋ ସାଥିରେ ଜଙ୍ଗଲକୁ ଆସିଲା ଯେ ତମ ଝିଅ ସୀତା ତାକୁ ଖାଇବାକୁ ଦେଲାନି ତେଣୁ ସେଇଥିପାଇଁ ମୁଁ ତାକୁ ଛାଡ଼ ପତ୍ର ଦେଲି ମୋ ମା କଥା ସିଏ ମୋ ମା ତା ଗୁରୁଜନ କି ନାହିଁ ଗୁରୁଜନ କଥା ସିଏ ସେଇଠି ରାମ ଠାକୁରଙ୍କୁ ବସୁଧା କହିଲେ ହେ ରାମ ମୋ ଝିଅ ଅପୂର୍ବ ପଦାର୍ଥ ମାଗି ନାହିଁ ସୁନ୍ଦର ନ୍ୟାୟ ଦେଉଛନ୍ତି ଆପଣ ମାନଙ୍କର ମା ବସୁମତୀ କହିଲେ ମୋ ଝିଅ ଅପୂର୍ବ ପଦାର୍ଥ ମାଗି ନାହିଁ ମୋ ଝିଅ ଲକ୍ଷ୍ମଣକୁ ଖାଇବାକୁ ଦେଇଛନ୍ତି ନା କେମିତି ଅପୂର୍ବ ପଦାର୍ଥ ମାଗି ଅପୂର୍ବ ପଦାର୍ଥ କେମିତି ମାଗିନି ଆଜ୍ଞା ବହେ ସଂସ୍କୃତ ଶ୍ଲୋକ ଯାଇକି ବୁଝେଇଦେଲେ ପାଲା ପାଲାଟା ହଉଛି ମାର୍ଜନା ପାଲାଟା ହଉଛି ତର୍ଜମା ଟିକେ ଯଦି ତାକୁ ଆମେ ଆଖ୍ୟାକୁ ନ ନେବା ତାକୁ ପାଲା ଆଜ୍ଞା ଆମେ କହିବାନି ଆଉ ତେଲ ଘର ଅଛି ବୋଲି କଣ ଚାରିଆଡେ ବଳିବା ନା ତେଲଟା ଯୋଉ ଜାଗାରେ ଲଗେଇବା ସେଠି ଲଗେଇବା ତେଣୁ ହେ ହଁ ଆଉ ଲୁଗାପଟା ତେଲ କରିଦେଲେ ପିନ୍ଧି ହବ ନାହିଁ ଭଲ ତେଣୁ କୁହ ହେ ମୋର ଜାଣିବ ପୁଙ୍ଗ ଏଠି ରାମ ଠାକୁର କହିଲେ କଣ କହିଲେ ଏ ବସୁଧା କହିଲେ କହିଲେ ଦେଖ ଯେତେବେଳେ ମୋ ଝିଅ ତମକୁ ମୃଗ ମାଗିଲା ଭଞ୍ଜ ତ ଲେଖିଲେ ବିନା ବିନା ଭାଷି ଶ୍ରୀରାମରେ ଭାଷି ଇଏ ମୃଗେ ମୋ ଶ୍ରଦ୍ଧା ସୀତା କହିଲେ ସ୍ୱାମୀ ବସୁଧା ବୁଝଉଛନ୍ତି କାହାକୁ କହିଲେ ସ୍ୱାମୀ ଏ ମୃଗରେ ମୋ ଶ୍ରଦ୍ଧା ବଳିଛି ନା ମୃଗଟା କଣ କରିବ ନା ମୃଗଟା ମୋର ଦରକାର ନାହିଁ ସୀତା କହିଲେ ନା ଆଉ ନା ତା ଲାଞ୍ଚଟା ଦରକାର କଣ କରିବ ନା ଲାଞ୍ଚଟା କଣ କରିବ ଭଞ୍ଜ ଲେଖିବ ଲାଞ୍ଚଟା କଣ କରିବେ କି ନା ବନ୍ଧମେ କବରୀ କରନ୍ତି ଜଙ୍ଗୁଳି ସାରୁ ଧରି ରାଘବ
ଟିକେ ବେଶୀ ସଉକି ହୁଅନ୍ତ ଖୁସି। ଆଚ୍ଛା ଯା ସ୍ୱାମୀ ଜଗତର ହଠା କଥା ଦୈବ ବିଧାତା ତା ସ୍ତ୍ରୀ ଯଦି ତାକୁ ମାଗିଲା ଗୋଟେ ମୃଗ ଲାଞ୍ଚଟେ ସେ ମନା କରିବେ? ସେ ମୃଗ ପଛେ ପଛେ ବାହାରି କିଏ ରାମ ଠାକୁର ଏ କଥା ବୁଝଉଛନ୍ତି ବସୁଧା ନା ରାମ ରାମ ଯେତେବେଳେ ବାହାରିଲେ ଲକ୍ଷ୍ମଣ ମନା କଲେ କହିଲେ ଭାଇ ଯାଆନି ନା କିଆ ଭଞ୍ଜ ବଦନ୍ତି ଲକ୍ଷ୍ମଣ ଏକ ଗୋଟିଏ ମାରିତ ବିନୋଦ ଦେଖାଇ ଦୂର କରିଲେ ମାରିକି ପୁଣି ପ୍ରତ୍ୟାବର୍ତ୍ତନ କରେ। ରାମ ଚିନ୍ତା କଲେ କହିଲେ ସ୍ତ୍ରୀ ତ କହିଛି ଯଦି ଲାଞ୍ଚଟା ତାକୁ ନ ଆଣିବି ତା ମନ ଦୁଃଖ ହବ କି? ତେଣୁ ପ୍ରଭୁ କହିଲେ ପାଖରେ ଠିଆ ହେଇକି ସୀତା ଶୁଣୁଛୁ ଲକ୍ଷ୍ମଣ କହିସାରିଲେଣି ସେଟା ମୃଗ ନୁହଁ ସେଟା ରାକ୍ଷସ ପାଖରେ ଠିଆ ହେଇକି ସୀତା ସବୁ ଶୁଣୁଛନ୍ତି କିନ୍ତୁ ରାମ କଣ କହିଲେ କହିଲେ ବୋଧିବି ଅବଶ୍ୟ ମୃଗ ବା ରାକ୍ଷସ ଶ୍ରୀରାମ ଲକ୍ଷ୍ମଣକୁ ଖାଇବାକୁ ଦେଇନି ନା ଟିକେ ମନେ ପକେଇଲ ଯେତେବେଳେ ଇନ୍ଦ୍ରଜିତକୁ ବଧ କରିବା ପାଇଁ ତୁମ ଥାଟ ଭିତରେ ଭାଲେରି ପଇଲା ଦେଖନ୍ତୁ ଆଜ୍ଞା ସୁନ୍ଦର କଥା କହୁଛି କହିଲେ ଇନ୍ଦ୍ରଜିତକୁ ଯେତେବେଳେ ମାରିବା ପାଇଁ ଚିନ୍ତା ପଡିଲା ବିଭୀଷଣକୁ ପଚାରିଲ ଯେ ଇନ୍ଦ୍ରଜିତ କେମିତି ବିଭୀଷଣ ଗୋଟେ ଉତ୍ତର ଦେଲା ଲଙ୍କା ମଧ୍ୟରେ ଛନ୍ତି ଯେତେ ଅସୁର ଇନ୍ଦ୍ରଜିତ ଭଳିଆ ବୀର କେହି ନାହାନ୍ତି ତେଣୁ ଲଙ୍କା କଟକରେ ଇନ୍ଦ୍ରଜିତ କେମିତି ମରିବ ତାକୁ ବିଭୀଷଣକୁ ପଚାରିଲେ ବିଭୀଷଣ ଗୋଟିଏ ଉତ୍ତର ଦେଲା କଣ ଉତ୍ତର ଦେଲା ଯେହୁ କରିଥିବ 12 ବର୍ଷ ଶୋଇ ନଥିବ 12 ବର୍ଷ ମୈଥୁନ କରୁନଥିବ ସିଏ ସେହି ବୀର ଏକା ମାରି ପାରେ ଇନ୍ଦ୍ରଜିତ ରାବଣ ମାରଣ କଥା
ତ୍ୟାଗ କରିଥିବ ସିଏ ଏକା ଆଉ ରାବଣକୁ ମାରିବାଟା ବଡ କଥା ନୁହଁ। ରାବଣକୁ ମାରିବାଟା କିଞ୍ଚିତ। ତାହେଲେ କିଏ କରିଛି? ଅଷ୍ଟସେନାପତି ଥାଟ ଭିତରେ ଶାଢୀ ପ୍ରସାଦ ବୁଲେ ଜଣିଏ ନେଲା। ସେ କିଏ? ବସୁଧା ବୁଝଉଛନ୍ତି ରାମକୁ ଜଣିଏ ନେଲା। ସେ ଜଣକ କିଏ? ନା ତମ ସାନ ଭାଇ ଲକ୍ଷ୍ମଣ। ସୌମିତ୍ରୀ ଘେନିଲେ ଶାଢୀ ପ୍ରସାଦ। ଲକ୍ଷ୍ମଣ ଯେତେବେଳେ ଶାଢୀ ପ୍ରସାଦ ଗ୍ରହଣ କରିଛନ୍ତି ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ପଚାର କହିଲେ ଲକ୍ଷ୍ମଣ ତମେ ନିଜେ ପଚାରିଥିଲ ଯେ ଲକ୍ଷ୍ମଣ ତୁ 12 ବର୍ଷ ଶୋଇନୁ ମୁଁ ଜାଣିଛି। 12 ବର୍ଷ ମୈଥୁନ କରିନୁ ୟାକୁ ବି ଜାଣିଛି। କିନ୍ତୁ 12 ବର୍ଷ ଯାଏ ତୁ ଖାଇନୁ। ସୀତା କଣ ତୋତେ ଖାଇବାକୁ ଦେଇନାହାନ୍ତି କି? ସାରେ କହିଲେ ସୀତା କଣ ତୋତେ ଖାଇବାକୁ ଦେଇନାହାନ୍ତି? ନା ହଁ ଦେଇଛନ୍ତି। ନା ଖାଇଲୁ କାହିଁକି? ନା ଖାଇଲୁ କାହିଁକି ଶୁଣିବ? ମୁଁ ଆମ କୂଳର ଦେବତା ସୂର୍ଯ୍ୟ। ମୋର ସବୁ ଖାଦ୍ୟକୁ ସୂର୍ଯ୍ୟଦେବଙ୍କୁ ମୁଁ ଅର୍ପଣ କରିଦେଇଛି। ଏଇଟା ହେଲା ପ୍ରଥମ କଥା। ଦ୍ୱିତୀୟ କଥା ଲକ୍ଷ୍ମଣ କହିଲେ କହିଲେ ତୁ ଯଦି ଖାଇଥାନ୍ତୁ ମୋ ମା କଥା ମୁଁ ଆଉ ରଖିପାରିନଥାନ୍ତି। ଦେଖନ୍ତୁ ମୋ ମା କିଏ? ନା ସୁମିତ୍ରା। ଲକ୍ଷ୍ମଣ ରାମକୁ କହୁଛି ଯଦି ମୁଁ ଖାଇଥାନ୍ତି ମୋ ମା କଥା ମୁଁ ବିଜ୍ଞାନ ପ୍ରଭାବ ଦେଖନ୍ତୁ ଆଜ୍ଞା ପୁରାଣ ଭିତରେ ବିଜ୍ଞାନ ବି ଅଛି, ସମାଜ ପାଇଁ ଶିକ୍ଷା ଅଛି। ଲକ୍ଷ୍ମଣ କହିଲେ ଯେତେବେଳେ ଜଙ୍ଗଲକୁ ଆମେ ଆସିଲୁ ଭାଇଙ୍କ ସହିତ ମୁଁ ଆସିଲି ମୋ ମା ସୁମିତ୍ରା ମତେ କହିଥିଲେ କଣ କହିଥିଲେ? ବୋଇରେ ସୁମିତ୍ରା ପୁତ୍ର ସେମିତି ମୁଁ ଶ୍ରୀରାମ ମାନସ ଜାଣି କେମିତି ମନ ଜାଣିକି ସେବା କରିବା ନା ବିନିଦ୍ରେ ବୋଲେ ଅନିଦ୍ରା ହେଇକି ସର୍ବ ସର୍ବରିକି ହରିବୁ ସର୍ବରି ବୋଲେ ରାତ୍ରି ସବୁ ରାତ୍ରି ତୁ ଅନିଦ୍ରା ହେଇକି ବସିବୁ। କେମିତି ନା ହୋଇ ଧନୁଷର ପାଣି ବୋଲେ ହାତ ହାତରେ ଧନୁଷ ଧରିକି ବସିବୁ। ନା କଣ ପାଇଁ? ନା ମୋ ବଧୁ ଯାଉଛି ମୋ ଘରର ଇଜ୍ଜତ ଅଛି ମୋ ବୋହୁଟା ଯାଉଛି। ବଡ ମାୟାବୀ ରାକ୍ଷସ ରାକ୍ଷସ ମାନଙ୍କ ବେଳକୁ ମୋ ବୋହୁ ଯାଉଛି ମୋ ଝିଅ ଯାଉଛି। ତେଣୁ ତୁ ତାକୁ ନିର୍ବନ୍ଧ କରିକି ଜଗିଛୁ ସବୁଦିନ ରାତିର ପୂଜା କରନ୍ତି। ତେଣୁ ସେଇଦିନ ମା କଥାକୁ ସମ୍ମାନ ଦେବାକୁ ଯାଇ ଲକ୍ଷ୍ମଣ ରାମ ସୀତାକୁ ସେବା କଲେ। କେମିତି ସେବା କଲେ? ରାମ ଦଶରଥ ବିଧି ମା ବିଧି ଜନକା ତମଜା ରାମକୁ ଦଶରଥ ଭାବି ପୂଜା କଲେ। ମା ସୁମିତ୍ରା କହିଲେ ସେ ତ ଭାଇ ନୁହଁ ସେ ତ ବାପା। ସୀତାକୁ ଭାଉଜ ଭାବିବୁ ତାକୁ ମା ଭାବିକି ପୂଜା କରିବ। ଏ ଜଙ୍ଗଲଟାକୁ ଜଙ୍ଗଲ ଭାବିବୁ ଅଯୋଧ୍ୟା ଭାବିକି ରହିବୁ।